ମୁଁ ମୁଁ ପିୟୁଷ की प्रथम चांस ମୁଁ ଦେବି ଆପଣ ଦେବେ ମୁଁ ଦେବି କହୁଛି ତାହେଲେ ମାତ୍ର ପିୟୁଷ କହିଲେ। ପିୟୁଷକୁ ମୁଁ କହୁଛି ମୁଁ ପିୟୁଷକୁ ଚାନ୍ସ ଦେବି ପିୟୁଷ ଭଲ କଳାକାର ଯଦି ହଲିଉଡ ଏଇ ଫିଲ୍ମ ଇଣ୍ଡଷ୍ଟ୍ରି କି ଆସନ୍ତୁ ଫିଲ୍ମରେ ମୁଁ ପିୟୁଷକୁ ଦେବି ଚାନ୍ସ କିଏ ଯାତ୍ରା ମାଲିକ ମୋ ସାଙ୍ଗେ କଥା ତ ଆରେ କିଏ ପୁଣି ବିବାଦ କରିବ ଆରମ୍ଭ ହବ। ଫିଲ୍ମ ବାଲା ଅଲଗା ଯାତ୍ରା ବାଲା ଅଲଗା ଭାଇ ତାଙ୍କ ବ୍ୟାନ କଥା ବ୍ୟାନ ନାହିଁ ଶୁଣନ୍ତୁ ବ୍ୟାନ ସେମିତି କିଛି ନାହିଁ ବ୍ୟାନ କଥା ନେଇକି କେତେ କଥା ହେଇଯାଇଛି ମହାଭାରତ ହେଇଛି ରେଞ୍ଜ ରୟାଲ ସିନେ ଲ୍ୟାବରେ କାମ କରନ୍ତି। ନାଇଁ ନାଇଁ ନରି ଭାଇ ସିଏ କମେଡିଆନ ଯାତ୍ରା କମେଡିଆନ କିନ୍ତୁ ପିୟୁଷ ଗୋଟେ ଆକ୍ଟର ପିୟୁଷ ସିନେମା କରିପାରିବ ଯାତ୍ରା କରିପାରିବ ସବୁ କରିବ ମୁଁ ତାର ଆକ୍ଟିଂ ଦେଖିଛି ମୁଁ ଆପଣଙ୍କୁ ଭଲ ଲାଗେ? ବହୁତ ଭଲ ଲାଗେ ସେ ସବୁ ଯାହା ଦେଲେ ତା କରିପାରିବ ପିୟୁଷ ରିୟଲିଟି କ୍ୟାପ୍ଟର ପିୟୁଷ ଆପଣ କଣ କହିବେ ପିୟୁଷ ସାଙ୍ଗେ ମୁଁ କଥାବାର୍ତ୍ତା ହଉଛି ବା ତାହେଲେ ଫାଇନାଲି ଏ ବର୍ଷ ଆମେ ଆରେ ଶୁଣ କଣ ହବ ମୁଁ ଆଗରୁ ଡିକ୍ଲେୟାର କରୁନି ଯୋଉ ପିୟୁଷ କଥା କହୁଛ ପିୟୁଷକୁ ପଚାରନ୍ତୁ ପିୟୁଷ ସାଙ୍ଗରେ ମୋର କେତେ ଲିଙ୍କରେ ଅଛି କଥାବାର୍ତ୍ତା ଚାଲିଛି ପିୟୁଷ ଭଲ ଆକ୍ଟର ଢିଙ୍କି ଯୁଆଡେ ଯିବ ଧାନ ସିଆଡେ କୁଟିବ ବୁଝିପାରୁଛନ୍ତି ତ ଆକ୍ଟର ସବୁବେଳେ ଆକ୍ଟର ଯାତ୍ରା ମଞ୍ଚ ଅଲଗା ସିନେମା ମଞ୍ଚ ଅଲଗା ଶୁଣ ସିନେମାରେ ଅଲଗା ଯାତ୍ରା ଅଲଗା କିନ୍ତୁ ପିୟୁଷ ପାଖରେ ଯୋଉ ଗୁଣ ଅଛି ଆକ୍ଟରର ସେ ସିନେମାରେ କରିପାରିବ ଯାତ୍ରାରେ କରିପାରିବ ସବଜେକ୍ଟ ନେଇକି ବଜେଟଟା ସବଜେକ୍ଟକୁ ନେଇକି କୋଉ ସବଜେକ୍ଟ ଭଲ ସବଜେକ୍ଟ ଫାଇଟ୍ ସବଜେକ୍ଟ ରହିଲେ ଅଲଗା ଅଧିକ ମାଇଣ୍ଡ ବଜେଟ ଗେମ୍ ର ବଜେଟକୁ କାଟିବ। ମାଇଣ୍ଡ ଗେମ୍ ଗୋଟେ ଅଲଗା ଧରଣର ସିନେମା ଆଉ ପିୟୁଷକୁ ନେଇ ଯଦି ସିନେମା କରାଯିବ ଅଲଗା ଧରଣର ସିନେମା ସେ ଅଛି ସେ ସମୟ ଆସିନି ଆପଣ ଦେବେ ନିହାତି ମୁଁ ଦେବି ମୁଁ କହୁଛି ମୁଁ ଦେବି କହୁଛି ବା ସରିଲା ଆଉ। ହେଲା ବର୍ତ୍ତମାନ ବିଶେଷ ସୂତ୍ରରୁ ଖବର ମିଳୁଛି ମାଇଣ୍ଡ ଗେମ୍ କୁଆଡେ ଓଟିଟି ରେ ବିକ୍ରି ହଉଛି କେତେ କୋଟି ଟଙ୍କାରେ ନାଇଁ ବିକ୍ରି ନାଇଁ ହଉଛି? ଯେ ହେଲେ ଜାଣିବ ନ ହେଲା ପର୍ଯ୍ୟନ୍ତ କିଛି ନାହିଁ ବର୍ତ୍ତମାନ ଫାଇନାଲ ହେଇ ନ ହେଲା ପର୍ଯ୍ୟନ୍ତ କିଛି ନାହିଁ ଭାଇ ସେଇଟା ମତେ କଣ୍ଟ୍ରୋଭର୍ସି ପୁରାଉନି ସେ ମତେ ସେ ବିଷୟରେ ପୁରାଉନି ହେଲା ଆମର ସିନେମା କଥା ହବା କିଏ ଯଦି ଆକ୍ଟର ଆସିବେ ଆମର ସିନେମା କରିବୁ ମାଧବ ତ କହିଲେ ୱେଲକମ୍ ଆଉ। ୱେଲକମ୍ କିନ୍ତୁ ଗୋଟେ କଥା ପିୟୁଷ କହୁଛନ୍ତି ସେ ବର୍ଷ ପର୍ଯ୍ୟନ୍ତ କୌଣସି acting ତାଙ୍କ କରିବେ କଥା ଅଲଗା ସିଏ ତ ଅଲଗା ଆକ୍ଟିଂ କରିବେ ଯାତ୍ରା କରିବେ ଫିଲ୍ମ କରିବେ ହଁ ଫିଲ୍ମ କରିବେ ବୋଲି କହିଲେ। ହଁ ଫିଲ୍ମ କାଇଁ କରିବେ ହଁ ସେ ରେଷ୍ଟ ଫିଲ୍ମରେ କଣ ଫିଲ୍ମ ଏସିରେ ବସିବେ ରେଷ୍ଟ ନେଇକି ଫିଲ୍ମରେ ମାନେ କାର ଭ୍ୟାନରେ ବସିକି ଫିଲ୍ମରେ ଆକ୍ଟିଂ କରିବେ ମାତ୍ର 5 ମିନିଟ୍ ସୁଟ୍ କରତେ କାର ଭ୍ୟାନରେ ବସିବେ ବୁଝିପାରୁଛନ୍ତି ତ କାର ଭ୍ୟାନ ମାତ୍ର 5000 ବୁଝିପାରୁଛନ୍ତି 5 ମିନିଟ୍ ଆକ୍ଟିଂ କରିବେ କାର ଭ୍ୟାନରେ ବସିବେ ପୁଣି 5 ମିନିଟ୍ କରିବେ କାର ଭ୍ୟାନରେ ବସିବେ କେତେ ରେଷ୍ଟ ଦରକାର ତେଣୁ ରେଷ୍ଟ ନେଇନିକା କାମ କରିବେ ତେଣୁ ଆପଣ ସ୍କୋପ୍ ଦେବେ ମୁଁ ତ କହୁଛି ଦେବି ସେ ଲେଖିଦେଲାଣି ଏଗ୍ରିମେଣ୍ଟ ହେଇଛି ହଁ ମୁଁ ତ କୋଉଠି ଏଗ୍ରିମେଣ୍ଟ ହେଲା ହବନି ହବ କଥାବାର୍ତ୍ତା ଚାଲିଛି ଯୋଉଟା ପିୟୁଷ ବାବୁଙ୍କୁ ଯୋଉ ଭଳି ଭାବରେ ଅପମାନ ଦିଆହେଇଛି ସେ ମତେ ସେ ବିଷୟରେ କିଛି ସେ କୁହନି ବିଷୟ ଯାଉନି। ସେ ଗୋଟେ ଲୋକକୁ ଆପଣଙ୍କୁ ବି ଏମିତି ମଝିରେ ବହୁତ ଅପମାନ ପାଇଛନ୍ତି ତେଣୁ ସେ ଶୁଣ ଗୋଟେ କଳାକାର ଗୋଟେ କଳା ସବୁବେଳେ ଅପମାନ ପାଇବ ତାଳି ପାଇବ ଗାଳି ପାଇବ ସବୁ ପାଇବ ବୁଝିପାରୁଛନ୍ତି ତ ଯୋଉମାନେ ସମସ୍ତେ କଳାକାର ଏମିତି କୋଉ ଗୋଟେ କଳାକାର ନାହିଁ ଯେ ତାଳି ପାଇଛି ଖାଲି ଗାଳି ଖାଇନି ଗାଳି ବି ଖାଇଛି ତାଳି ବି ପାଇଛି ସବୁ ପ୍ରକାର ମାନ ଅପମାନ ବାନ ସବୁ ମିଳିବ ଆମକୁ ତମେ ଖାଲି ମିଳିବ ଗୋଟେ ଖାଲି ଦୁଃଖ ମିଳିବ ସୁଖ ମିଳିବନି ସୁଖ ମିଳିବ ଦୁଃଖ ମିଳିବନି ସବୁ ମିଶାମିଶି ହେଇକି ଅଛି ସେମିତି ତମେ ଖାଲି ବଡ ଷ୍ଟାର ହେଇଯିବ ଆଉ ଅପମାନ ନାହିଁ ସବୁ ମିଳିବ ଆକ୍ଟରକୁ ସବୁ ମିଳିବ ଗୋଟେ ଲାଷ୍ଟ କଥା ଅନେକ ବର୍ଷ ହେଇଗଲା ଗୋଟେ ପୁରୁଣା ଦିନର ପୁଣି ମନେ ପକା କାହାଣୀ ଆଉ କେହି କାରୁନାହାନ୍ତି ସେମିତି ଗୋଟେ ପୁରୁଣା ଦିନର ମନେ ପକା କାହାଣୀକୁ ସୁଧର ମାତା ଆଣିବେ କି ସାମ୍ନାକୁ ପିୟୁଷ ଆସୁ ଚିନ୍ତା କରିବା କାହାଣୀ କାହିଁ ନବୁନି କଳାକାରକୁ ତ ଆମେ ଖୋଜୁଛୁ ନା ଭଲ କଳାକାର ହେଲେ ଆମେ ନିଶ୍ଚୟ ନବୁ ହଁ ନିହାତି ନଉଛୁ ଶୁଣନ୍ତୁ କଳାକାର ଗୋଟେ କଳାକାର ତାଙ୍କୁ ଗୋଟେ ଭଲ ଯଦି ଆମକୁ ଭଲ ଡାଇରେକ୍ଟର ତାକୁ ମିଳିଗଲେ ତାହେଲେ ସେଠି ଫୁଟିକି ବାହାରିବେ ଫିଲ୍ମରେ ଫୁଟିକି ବାହାରିବେ ଭଲ ଯୋଉଟା ହବ ଅଡିଏନ୍ସ ପସନ୍ଦ କରିବେ କାହିଁ ପସନ୍ଦ କରିବେ ନିଶ୍ଚୟ ଦେବି କାହିଁ ଦେବିନି ଭଲ କଳାକାରଟା ମୁଁ ଦେଖ ଭାବିନି ସବଜେକ୍ଟ ଭାବିଲେ କହିବି ନା ନ ଭାବିକି କେମିତି କହିବି କିନ୍ତୁ ଭଲ ଆକ୍ଟର
ପିୟୁଷ ଭଲ ଆକ୍ଟର ସବୁ ରୋଲ ସବୁ କରିପାରିବେ। ଫିଲ୍ମ ପୁରା ସିନେମା କମ୍ପ୍ଲିଟ ବସିକି ଦେଖିଛି। ହଲଚଲ 2 ମିନିଟ ବି ହଲଚଲ ହେଇନି। ପୁରା କଟକରେ ବସିକି ଦେଖିଛି। ଆଜି ବି 3-3ଟା ସିନେମା ରିଲିଜ ହେଇଛି। ସବୁଆଡେ ମୁଁ ଆସିଛି। ପୁଣି ମନ ଏଠି ହେଲା, ପୁଣି ଡଷ୍ଟବିନ୍ କି ପୁଣି ଟିକେ ପଳେଇ ଆସିଲି। ଡଷ୍ଟବିନ୍ ପୁଣି ମନ ଟାଣିଲା ଡଷ୍ଟବିନ୍ କି ପୁଣି ପଳେଇ ଆସିଛି। ଡଷ୍ଟବିନ୍ ପୁଣି ଟିକେ ଆଉ ଟିକେ ମୁହଁ ଦେଖେଇକି ଯିବି। କଣ କେମିତି କହେ ଫିଲ୍ମ? ବହୁତ ବଢିଆ ହେଇଛି। ଲଭ୍ ଷ୍ଟୋରି, ଜବରଦସ୍ତ ଲଭ୍ ଷ୍ଟୋରି। ପପୁ ବାବୁଙ୍କର କନସେପ୍ଟଟା ବହୁତ ଭଲ ଅଛି। ମାନେ ଇମ୍ପସିବଲ ଲଭ୍, ମାନେ କେମିତି ଲଭ୍ଟା ସମସ୍ତେ କେମିତି କରନ୍ତି। ଗୋଟେ ଡଷ୍ଟବିନ୍ କୁ ନେଇକି ଗୋଟେ ପପୁ ପମ୍ପମ୍ଙ୍କର ଏଇ ଯେଉଁ କ୍ରିଏଟିଭ୍ ଆଇଡ଼ିଆରେ ସିନେମାଟା ହେଇଛି। ପପୁ ଭାଇ ସବୁବେଳେ କମେଡ଼ି କରନ୍ତି, କିନ୍ତୁ ସିନେମାରେ ଦେଖନ୍ତୁ କେମିତି ରୋମାନ୍ସ କରୁଛନ୍ତି, ରୋମାଣ୍ଟିକ କରୁଛନ୍ତି, ଆଉ ମଧ୍ୟ ପାଠାଟିକ୍ କରୁଛନ୍ତି। ବଢିଆ ସିନେମାଟା ହେଇଛି, ଭଲ ଲାଗିଲା। ଆପଣମାନଙ୍କର ଫାଇଟ୍ କୁ ଦର୍ଶକ ମାନେ ଅପେକ୍ଷା କରୁଛନ୍ତି ବାର୍ତ୍ତା ବାବୁ କେତେବେଳେ କହିବେ ଯେ ସିନେମାଟା ଭଲ ହେଇଛି, ନହେଲେ ଆପଣ ତ ମୁହଁ ଖୋଲନ୍ତି ନାହିଁ। ଆଉ ଯେତେବେଳେ ମୁହଁ ଖୋଲେ କିଛି ନା କିଛି କଣ୍ଟ୍ରୋଭର୍ସି ହବ। ନାଇଁ ମୁଁ କାହିଁକି ନା ଭଲକୁ ଭଲ କହିବି। ଆଉ ଯୋଉଟା ଭଲ ନ ଲାଗିବ ମୁଁ କାହିଁକି ତାଙ୍କ ବିଷୟରେ କହିବାକୁ ଯିବି। ଆଉ ମତେ ଭଲ ଲାଗିଲା ଡଷ୍ଟବିନ୍ ସିନେମାଟା, କମ୍ପ୍ଲିଟ ଡଷ୍ଟବିନ୍ ସିନେମା ମୁଁ ଦେଖିଛି। ଏତେ ସିନ୍ ଦେଖିଲେ କୋଉ ସିନ୍ ଟା ଆପଣଙ୍କୁ ବେଶୀ ଆକୃଷ୍ଟ କରିପାରିଲା? ମତେ ପପୁର ମାନେ ଯୋଉ ରୋମାଣ୍ଟିକ ଗୋଟେ ଗୀତ ଥିଲା ତାର ପାଥାଟି ଗୀତଟା, ଆଉ ଗୋଟେ ବର୍ଷା ଗୀତ ଭଲ ଲାଗିଲା। ଆଉ ତାଙ୍କର ଯୋଉ ମାନେ ଭଲ ପାଇବାଟା ମୋବାଇଲରେ କଥାବାର୍ତ୍ତା ନ ଦେଖିକି ବହୁତ ବଢିଆ ଲାଗିଲା ମତେ। ପୁରା ବୁଝିନାହାନ୍ତି। ନାଥ ବାବୁ, ଆପଣ ମନ୍ତବ୍ୟ ଦେଇ ସାରିଲା ପରେ ଅନେକ ପ୍ରଯୋଜକ ମାନେ ପୁଣି ଅଭିଯୋଗ କରିବେ ଯେ ନାଥ ବାବୁ କହିଛନ୍ତି। ନାଇଁ ଦେଖନ୍ତୁ, ଅଭିଯୋଗ ସେମିତି କିଛି ନାହିଁ। ମୋତେ ଯୋଉଟା ଭଲ ଲାଗିବ ଭଲ କହିବି, ଯୋଉଟା ଖରାପ ଲାଗିବ ମୁଁ ଖରାପ କହିବି। ମତେ ବହୁତ ଭଲ ଲାଗିଲା, ଭଲ କହିଲି। ଆଉ ଗୋଟେ ଅନୁରୋଧ କରୁଛି ସମସ୍ତେ କି ପ୍ରଯୋଜକ ଭାଇମାନଙ୍କୁ, ଆଉ ଇଣ୍ଡଷ୍ଟ୍ରିରେ ଯୋଉମାନେ ପ୍ରତ୍ୟକ୍ଷ ହଉ ପରୋକ୍ଷ ହଉ ଏ ସିନେମା ସାଙ୍ଗେ ଜଡ଼ିତ ହୁଅନ୍ତୁ ନ ହୁଅନ୍ତୁ, ସମସ୍ତେ ଆମେ ଟିକେଟ କାଟି ଫିଲ୍ମ ଦେଖିବା, ମାଗଣା ଦେଖିବାନି। ପ୍ରଯୋଜକ ବଞ୍ଚିଲେ ଆମେ ପ୍ରତିଶ୍ରୁତି ଦଉଛୁ ଆପଣଙ୍କୁ ଭଲ ସିନେମା ଦବୁ। ଆଚ୍ଛା।